ସ୍କନ୍ଦ ପୁରାଣରେ ଏ କଥା ଆସିଲା এইଥିପାଇଁ ଯେ ସବୁ ବୈଷ୍ଣବାୟିତ ହୋଇଗଲା। କାହିଁକି ନା ଇଏ ହେଉଛି ଉତ୍କଳ ଖଣ୍ଡର ଅନ୍ତର୍ଗତ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମା। ତାହେଲେ ଉତ୍କଳ ଖଣ୍ଡର ଆପଣ କାହାର ଅନ୍ତର୍ଗତ ନା ବୈଷ୍ଣବ ଖଣ୍ଡର ଅନ୍ତର୍ଗତ। ଏଇ ଯୋଉ ବିଷ୍ଣୁ ଖଣ୍ଡ ବୈଷ୍ଣବ ଖଣ୍ଡ ଏ ବୈଷ୍ଣବ ଖଣ୍ଡର ଅନ୍ତର୍ଗତ ଉତ୍କଳ ଖଣ୍ଡ। ଆଉ ଉତ୍କଳ ଖଣ୍ଡ ଭିତରେ ରହିଲା ଆମର ଜଗନ୍ନାଥଙ୍କର କଥାମୃତ। ତାହେଲେ ମୂଳ ବୈଷ୍ଣବ ପରମ୍ପରାଟା ଏହା ପଛରେ ଅଛି। ଏକଥା ଏଇଥିପାଇଁ କହୁଛି ଆପଣ ଦେଖିବେ ଯୋଉ ଇନ୍ଦ୍ରଦ୍ୟୁମ୍ନଙ୍କର ବର୍ଣ୍ଣନା କରାଯାଇଛି, ଯୋଉ ଇନ୍ଦ୍ରଦ୍ୟୁମ୍ନ ମହାରାଜଙ୍କ ପାଇଁ ଏ ଜଗତକୁ ପ୍ରଭୁ ଆସିଲେ। ତେଣୁ ଜଗନ୍ନାଥ ଚେତନା ଏଇ ଜଗତରେ ଅବତରିତ ହେଲା। କହିବାକୁ ଗଲେ ପ୍ରକୃତରେ ଚେତନାର ପ୍ରାକଟ୍ୟ ହେଉଛି ପ୍ରଥମ ସ୍କନ୍ଦ ପୁରାଣ କହୁଛନ୍ତି। ଏବଂ ଯୋଉ ଅର୍ଚା ବିଗ୍ରହଙ୍କର କଥା କହୁଥିଲେ, ଯୋଉ ବିଗ୍ରହ ପୁରୁଷୋତ୍ତମ ଜଗନ୍ନାଥ ସ୍ୱାମୀ ତାଙ୍କର ପ୍ରାକଟ୍ୟ ହେଉଛି ଦ୍ୱିତୀୟ। এইটা নহলে সেটা ହେଇପାରିବନି। ଆପଣଙ୍କୁ ପୂଜ୍ୟ ମହାରାଜ କହୁଥିଲେ ମହିପ୍ରକାଶ ମଠାଧୀଶ ମହୋଦୟ ଯେ ସୂର୍ଯ୍ୟଦାସଙ୍କ ଭିତରେ ସବୁ ଦର୍ଶନ ହେଇଯାଉଛି। ତାଙ୍କ ପୂର୍ବଜନ୍ମ ସମ୍ପର୍କରେ ମଧ୍ୟ ଗୋଟେ କଥା ଅଛି ସନ୍ତ ପରମ୍ପରାରେ। ଆମ ଗୁରୁ ମହାରାଜଙ୍କ ପାଖରୁ ଆମେ ଶୁଣିଥିଲୁ ଯେ ଦ୍ୱାପର ଯୁଗର କଥା। ସେ ଜଣେ ସନ୍ଥ ଅଛନ୍ତି, ସିଏ ଅନ୍ଧ ଏବଂ ତାଙ୍କୁ ଭଗବାନ ଚକ୍ଷୁ ଯାଚିଲେ ମଧ୍ୟ ସେ ଚକ୍ଷୁ ନେଲେ। କହିଲେ ନେଲେ ବିଷୟ ପ୍ରପଞ୍ଚକୁ ଦର୍ଶନ କରିକି ମୋ ମନ ଏଣେ ତେଣେ ହେଇଯିବ, ପ୍ରଭୁ ମୋର ଦରକାର ନାହିଁ। ତାଙ୍କର କାମ ହେଲା ସେ ଯୋଉ ନିକୁଞ୍ଜ ଯୋଉ ଲୀଳା ହୁଏ ସେ ନିକୁଞ୍ଜରୁ କିଛି ଦୂରରେ ସିଏ ବସିଥିବେ ଏବଂ ସିଏ ତାଙ୍କର ସେ ତାଳପତ୍ର ଖେଳା ଧରିକି ରଚନା କରିବେ ଏବଂ ତାଙ୍କ ଭକ୍ତମାନଙ୍କୁ ଶିଷ୍ୟମାନଙ୍କୁ ସବୁ ଶୁଣେଇବେ। ବଡ଼ ଆଶ୍ଚର୍ଯ୍ୟ କଥା। ଲଳିତା ମହାରାଣୀ ସବୁବେଳେ କହିଲେ ରାଧାରାଣୀଙ୍କୁ, କହିଲେ କହିଲେ ଇଏ ଅନ୍ଧ ବାବାଜୀ କ'ଣ ଇଏ ସବୁ ଦେଖି ଦେଉଛନ୍ତି, ସବୁ ଜାଣି ଦେଉଛନ୍ତି, ଏଇଟା କେମିତି ହଉଛି? ଆରେ ଆମେ ତ କୁଞ୍ଜରେ ଲୀଳା କଲୁ, ଆମେ କ'ଣ କୁଞ୍ଜରେ ଲୀଳା କଲୁ ସେ କଥା ଗଲାବେଳକୁ ସକାଳୁ ଯାହା ଲୀଳା ହେଇଛି, ରାତିରେ ଯୋଉ ଲୀଳା ମଧ୍ୟ ହେଇଛି, ଦିନ ବେଳେ ଯୋଉ ଲୀଳା ହେଇଛି, ସକାଳୁ ଗଲାବେଳକୁ ସିଏ ତାକୁ ତାଙ୍କ ଚେଲାମାନଙ୍କୁ ଶୁଣଉଛନ୍ତି। ଇଏ ବାବାଜୀ ତାହେଲେ ସବୁ ଜାଣି ଦେଉଛନ୍ତି, ଏଇଟା କେମିତି ସମ୍ଭବ ହଉଛି? ଆପଣ ଦେଖିବେ ବ୍ରହ୍ମା ଯେତେବେଳେ କହିଲେ, ନାରଦ ଏବଂ ବାଲ୍ମୀକିଙ୍କର ସମ୍ବାଦ ହେଇଗଲା ରାମାୟଣରେ। ତାପରେ ବ୍ରହ୍ମା ପୁଣି ବୁଝେଇଲେ ବାଲ୍ମୀକିଙ୍କୁ ଏବଂ ଏକଥା ବି କହିଲେ ଯେ ତୁମ ଜୀବନ କାଳ ଭିତରେ ଯୋଉ ରାମ କାହାଣୀ ତମେ ଲେଖିବ ତାହା ସବୁ ସତ୍ୟ ହୋଇଯିବ, ସତ୍ୟରେ ପରିଣତ ହେଇଯିବ। କାରଣ ମହାପ୍ରଭୁ ତମ ଭିତରେ ପ୍ରଥମେ ଭାବ ଦର୍ଶନ କରୁଛନ୍ତି। ଆପଣ ତୁମ ହୃଦୟ ଭିତରେ ଯାହା ଭାବ ଦର୍ଶନ ହବ ତାହା ହିଁ ଭଗବାନ ଲୀଳାରେ ଅଭିନୟ କରିଦେବେ। ଇଏ ହେଉଛି ଭକ୍ତର ସବୁଠୁ ବଡ଼ ପ୍ରତିଷ୍ଠା ଏବଂ ମହିମା। ବିନା ଭକ୍ତରେ ଭଗବାନଙ୍କର ପ୍ରତିଷ୍ଠା ହେଇପାରିବନି। ଭକ୍ତ ନଥିଲେ ଭଗବାନ ବୋଲି କିଏ ବୋଲିବ ହେ ରାଧାନାଥ। ତେଣୁ ଭକ୍ତକୁ ସେତିକି ଭଲ ପାଆନ୍ତି ବୋଲି ଯାହା ଆପଣ ଶୁଣିଲେ ପୂଜ୍ୟ ଆଚାର୍ଯ୍ୟ ମାନଙ୍କ କଣ୍ଠରୁ। ଅତଏବ ଦିନେ ଲଳିତା ମହାରାଣୀ କହିଲେ ଏମିତି ଗୋଟେ ଲୀଳା କର ରାଧାରାଣୀ ଯେମିତିକି ଇଏ ବାବାଜୀ ମୋଟେ ଜାଣିପାରିବନି ଏବଂ ତା ଚେଲାମାନଙ୍କୁ ଭକ୍ତମାନଙ୍କୁ ଶୁଣେଇ ପାରିବ। ସମସ୍ତ କୃଷ୍ଣ ଭକ୍ତିରେ ଅନୁପ୍ରାଣିତ। ସେଦିନ ରାଧାରାଣୀ କ'ଣ କଲେ, ବଡ଼ ବିଚିତ୍ର ଲୀଳା କଲେ। ସୁନ୍ଦର ଭାବରେ ଫୁଲ ବିଛା ହେଇଛି ଏବଂ ତା ଉପରେ ପରାଗ ମଧ୍ୟ ବିଛେଇ ଦିଆଯାଇଛି। ଭଗବାନ ରାଧାରାଣୀଙ୍କର ସେବା ଗ୍ରହଣ କରୁଛନ୍ତି, ରାଧାରାଣୀ ପଦ ସମ୍ବାହନ ପଦଚାଳନା କରୁଛନ୍ତି ଏବଂ ସେତିକି ବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ହଠାତ୍ ଇଚ୍ଛା ହେଲା ରାଧାରାଣୀଙ୍କର ମୁଖମଣ୍ଡଳଟା କାହିଁକି ଭଲ କରି ଦେଖାଯାଉନି, ରାଧାରାଣୀ ଓଢ଼ଣା ଟାଣି ଦେଇଛନ୍ତି। ସେ ମୁଖମଣ୍ଡଳରୁ ପ୍ରଭୁ ଟିକେ ଉଠିଲେ ଏବଂ ମୁଖମଣ୍ଡଳରୁ ଓଢ଼ଣାଟା ଉଠେଇବାକୁ ଚେଷ୍ଟା କଲେ, ରାଧାରାଣୀ ମୋଟେ ଉଠେଇବା ପାଇଁ ଚାହୁଁନାହାନ୍ତି। କ'ଣ କରିବେ? ଭଗବାନ ଶ୍ରୀକୃଷ୍ଣ କହିଲେ ଠିକ ଅଛି, ତମେ ଯଦି ଇଏ ଓଢ଼ଣା ନ ଖୋଲିବ ମୁଁ ମଧ୍ୟ ଛାଡ଼ିବାର ପାତ୍ର ନୁହଁ। ଯେ ଯେମିତି ହଉ ମତେ ତମ ମୁଖମଣ୍ଡଳକୁ ଦର୍ଶନ କରିବାକୁ ପଡ଼ିବ। ଭଗବାନ କାଳେ ମୁଖମଣ୍ଡଳ ଦେଖିଦେବେ। ରାଧାରାଣୀ କ'ଣ ଗୋଟେ ମଶାଲ ଜଳୁଥିଲା ଏବଂ ସେ ମଶାଲଟାକୁ ଦିହୁଟାକୁ ଲିଭେଇ ଦେବେ। କହିଲେ ଆଉ ତ ପ୍ରଭୁ ଦେଖିପାରିବେ, ତେଣୁ ମୁଁ ଆଉ କାହିଁ ଓଢ଼ଣାଟାକୁ ଟାଣିବି। ଓଢ଼ଣାଟାକୁ ରାଧାରାଣୀ ଉଠେଇ ଦେଲେ, କହିଲେ ଅନ୍ଧାର ତ, ଅନ୍ଧାର ଭିତରେ ମୁଖ ତ ଦିଶିବାର ନାହିଁ, ତେଣୁ ଏଇ ଦେଖିବାର ପ୍ରଶ୍ନ ନାହିଁ। ଭଗବାନ ଶ୍ରୀକୃଷ୍ଣ କ'ଣ କଲେ, ପରମ ଚତୁର ପ୍ରଭୁ, ଓହୋ ସିଏ ତ କୌସ୍ତୁଭ ମଣି ଧାରଣ କରନ୍ତି, ତେଣୁ ତା ଉପରେ ବସ୍ତ୍ର ସବୁ ଆଚ୍ଛାଦିତ ହେଇକି ରହିଥିଲା। ପ୍ରଭୁ କୌସ୍ତୁଭ ମଣିଟାକୁ କାଢ଼ିଲେ। କୌସ୍ତୁଭ ମଣିଟାକୁ ଯେତେବେଳେ ଦେଖେଇ ଦେଲେ ପ୍ରଭୁ, ଓହ ଦବଦବ ଜଳି ଉଠିଲା
ମାନେ 100ଟା ଟର୍ଚ୍ଚ ଏକକାଳୀନ ଯେମିତି ଜଳିବ କି 1000 ଟର୍ଚ୍ଚ ଜଳିବ ସେମିତି ଯେତେବେଳେ ଉଜ୍ଜଳ ଜ୍ୟୋତି ପ୍ରକାଶିତ ହେଇଗଲା। କାରଣ ପ୍ରଭୁଙ୍କର ବସ୍ତ୍ର ଭିତରେ ଆବୃତ ହେଇକି ଥିଲେ, ଯେତେବେଳେ ବାହାରି ଗଲେ ରାଧାରାଣୀଙ୍କର ମୁଖମଣ୍ଡଳ ଦିଶିଲେ। ରାଧାରାଣୀ କଣ କଲେ, ପ୍ରଭୁଙ୍କ ହାତରୁ ସେ କୌସ୍ତୁଭ ମଣିଟାକୁ ନେଲେ ଏବଂ ତାକୁ ଦୂରକୁ ପକେଇଦେଲେ। ଯେତେବେଳେ ଦୂରକୁ ପକେଇଦେଲେ ପ୍ରଭୁ କହିଲେ ହାଏ ସେ କୌସ୍ତୁଭ ହାର ଯେମିତି ହେଲେ ମୋ ହୃଦୟକୁ ଫେରି ଆସିବ। ନା ସେ ଫେରୁ ପଛକେ। ରାଧାରାଣୀ ଯେତେବେଳେ କୌସ୍ତୁଭ ହାରଟିକୁ ନେଇକି ଲୁଚେଇ ଦେଲେ, ତାପରେ ପ୍ରଭୁ କଣ କରିବେ? ରାଧାରାଣୀଙ୍କର ଜିଦ୍, ମୁଁ ମୁଖ ଦେଖେଇବି ନାହିଁ। ପ୍ରଭୁଙ୍କର ତ ଜିଦ୍, ମୁଁ ଯେମିତି ହେଲେ ତମ ମୁଖ ଦର୍ଶନ କରିବି। ତାହେଲେ କଣ ହବ? ଆଲୋକ କେମିତି ଆସିବ? ଆଲୋକ କେମିତି ଆସିବ? ତ ଭଗବାନ କହିଲେ ରାଧେ ପୂର୍ବ ପରି ତମେ ଆଉ ଟିକେ ମୋର ସେବା କର। ରାଧାରାଣୀ ଯେତେବେଳେ ଟିକେ ସେବା କଲେ, ପ୍ରଭୁ ତାଙ୍କ ପାଦଟାକୁ ଟିକେ ଚାପିଲେ, ଦବେଇଲେ। ପାଦଟାକୁ ଯେତେବେଳେ ଦବେଇଲେ, କୁର୍ମ ଚେଇଁକି ଉଠିଲେ। କୁର୍ମ ଭଗବାନ ପାତାଳ ଲୋକରେ। ପ୍ରଭୁ ପୁଣି ଆଉ ଥରେ ପାଦ ଯେତେବେଳେ ଚାପିଲେ, କୁର୍ମ ଭଗବାନ ସାଙ୍ଗେ ସାଙ୍ଗେ କହିଲେ, ଶେଷନାଗଙ୍କୁ ଅନନ୍ତଙ୍କୁ କହିଲେ କଣ ପ୍ରଭୁ ବାରବାର ପାଦରେ ତାଙ୍କର ଶକ୍ତି ପ୍ରୟୋଗ କରୁଛନ୍ତି, ତମେ କଣ କିଛି ବୁଝିପାରୁନ? ଅନନ୍ତ କହିଲେ ଠିକ ଅଛି। ଅନନ୍ତ ସାଙ୍ଗେ ସାଙ୍ଗେ ଧ୍ୟାନସ୍ଥ ହେଇଗଲେ। ପ୍ରଭୁ କହିଲେ ଏବେ ବୁଝିଲ ନା? ହଁ ପ୍ରଭୁ ବୁଝିଗଲି। ଅନନ୍ତଙ୍କର ଯୋଉ ସହସ୍ର ଫଣାରେ ଯୋଉ ସହସ୍ର ମଣି ଥିଲା, ସେ ସହସ୍ର ମଣିକୁ ଅନନ୍ତ କଣ କଲେ? ପଠେଇଦେଲେ। ଯେତେବେଳେ ଗୋଟେ ସର୍ପ ମାଧ୍ୟମରେ ଯେତେବେଳେ ପଠେଇଦେଲେ, ସର୍ପ ସବୁ ଯାକ ମଣିକି ବିଛେଇ ଦେଲା। ବିଛେଇ ଦେଇକି ସର୍ପ ତାର ସେ ପଳେଇଲା। ଯେତେବେଳେ ସହସ୍ର ମଣି, ସାପର ମଣି, ସେ ମଣିର ଯୋଉ ଆଭା, ସେ ଦିବ୍ୟ ପ୍ରଭାରେ ରାଧାରାଣୀଙ୍କର ମୁଖମଣ୍ଡଳ ପୁଣି ଉକୁଟି ଉଠିଲା ଏବଂ ଭଗବାନ ଶ୍ରୀକୃଷ୍ଣ ଦର୍ଶନ କଲେ।